ଆଜି ସକାଳୁ ସକାଳୁ ବାଡ଼ିକି ଗଲା ବେଳକୁ ବହୁତ ସାରା ଟମାଟର ପାଚି ଯାଇଥିଲା। ତାକୁ ସବୁ ତୋଳି କରି ନେଇକରି ଆସିଲି। ବହୁତ ସାରା ଟମାଟର ଆଉ କଣ କରିମି ଭାବି ଭାବି ବସି ବସିକି ସେଠୁ ମୁଁ ଭାବିଲି ଆଜି ପାମ୍ପଡ଼ କରିଦେବି। ସେଥିପାଇଁ ଟମାଟରକୁ କଣ କଲି ନା ଧୁଆ ଧୋଇ କରି ଭଲ ଭାବରେ ଛାଣି କରି ତାକୁ କାଟି କରି ଗ୍ରାଇଣ୍ଡର କଲା ପରେ ତାକୁ ଛାଣି କରି ମଧ୍ୟ ଗୋଟେ ଜାଗାରେ ରଖି ସେଥିରେ ଦବା ପାଇଁ କିଛି ଚାଉଳ ଚୁନାକୁ ପାଣିରେ ଭିଜେଇ କରି ରଖିଲି। ଗ୍ରାଇଣ୍ଡର କରିଥିବା ଟମାଟରକୁ ଗ୍ୟାସରେ ବସେଇକି ଟମାଟୋ ଅଧଘଣ୍ଟାଏ ଫୁଟିଗଲା ପରେ ସେଥିରେ କିଛି ଗୁଣ୍ଡ ମସଲା ଦେଲି, ଯେମିତିକି ଲଙ୍କା ଗୁଣ୍ଡ, ତା ସାଙ୍ଗରେ ଲୁଣ, ହେଙ୍ଗୁ ଦେଇ ଭଲ ଭାବରେ ଘାଣ୍ଟିଲି। ଗୋଟା ଜିରା ଆଉ ତା ସାଙ୍ଗରେ ଜୁଆଣି ରଖିଥିବା ଚାଉଳ ଚୁନାକୁ ଦେଇକରି ତାଥିରେ ଅଧଘଣ୍ଟାଏ ଘାଣ୍ଟିଲି। ଯେତେବେଳେ ଏଇପରିକା ମୋଟା ହେଇଗଲା ସେତେବେଳେ ଗ୍ୟାସକୁ ବନ୍ଦ କରିଦେଲି। ତାପରେ ତାକୁ କିଛି ସମୟ ଥଣ୍ଡା ହେବାକୁ ଛାଡ଼ିଦେଲି। ତାପରେ ତାକୁ ଗୋଟେ ସଫା କପଡ଼ାରେ ଛୋଟ ଛୋଟ କରି ଗୋଲାକୃତିର କରି ସେ କପଡ଼ାରେ ବିଛେଇ କରି ଶୁଖିବାକୁ ଛାଡ଼ିଦେଲି। ଏବେ ଆମର ପ୍ରସ୍ତୁତ ହେଇଗଲା ଟମାଟର ଚାଉଳ ପାମ୍ପଡ଼। ଆର ଶୁଖିବାଟା ଆଉ ଗୋଟେ ଭିଡ଼ିଓରେ ଦେଖିପାରିବେ। ରହୁଛି, ଦେଖାହବ ନେକ୍ସଟ ଭିଡ଼ିଓରେ। ବାଏ ବାଏ। ମୋର ଭିଡ଼ିଓ ଯଦି ଆପଣମାନଙ୍କୁ ଭଲ ଲାଗୁଛି ଗୋଟେ ସବସ୍କ୍ରାଇବ୍ ଲାଇକ୍ କରିଦେବେ।